ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିୟମ ଜାରକାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଥିଲା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଦୀର୍ଘ 22 ବର୍ଷ ପରେ ମୁଁ ମହାବିନାୟକ ଦର୍ଶନ କରିବା ପାଇଁ କି ମୁଁ ସେ ସୌଭାଗ୍ୟ ଲାଭ ହେଲା। ଧନ୍ୟବାଦ ଦେବି ବିଧାୟକ ବଡ଼ଚଣାଙ୍କୁ, ଅମର ବାବୁଙ୍କୁ, ଆମ ଜିଲ୍ଲା ସଭାନେତ୍ରୀ ଦେବଯାନୀ ଅପାକୁ। ଆମେ ଯାଜପୁର ଯିବା ପାଇଁ ବାଟରେ ମହାବିନାୟକ ଦର୍ଶନ କରିବାର ସୌଭାଗ୍ୟ ସେମାନେ ଆଣିଦେଲେ। ମୁଁ ଭାବୁଛି ପଞ୍ଚଦେବଙ୍କ ପୀଠରେ ଆସିବା ମୋର ଏକ ସୌଭାଗ୍ୟ। ବହୁତ ଆଗରୁ ବିଧାୟକ ଏ ପୀଠର ଡେଭଲପମେଣ୍ଟ ପାଇଁ କି ଗୋଟେ ନକ୍ସା ଆଙ୍କିଛନ୍ତି। ସେ ସମ୍ପୂର୍ଣ୍ଣ ହବ ସେ କାମ ଟୁରିଜିମ ବିଭାଗ ତରଫରୁ ତାକୁ ଆମେ ଦେଖିବୁ। এই ପୀଠର ସମ୍ପୂର୍ଣ୍ଣ ଡେଭଲପ ହବ ଅମର ବାବୁଙ୍କ ନେତୃତ୍ୱରେ ହିଁ ଡେଭଲପ ହବ। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବୁଢ଼ା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦଶରଥପୁର ବ୍ଲକରେ 12ଟି ଗ୍ରାମ ପଞ୍ଚାୟତର 29ଟି ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ଯାଜପୁର ବ୍ଲକରେ 13ଟି ଗ୍ରାମ ପଞ୍ଚାୟତ ଓ 73ଟି ଗ୍ରାମ ପ୍ରଭାବିତ ହୋଇଛି। କୋରେଇ ବ୍ଲକରେ 6ଟି ଗ୍ରାମ ପଞ୍ଚାୟତର 20ଟି ରେଭିନ୍ୟୁ ଗ୍ରାମ ଓ ବରୀ ବ୍ଲକର 10ଟି ଗ୍ରାମ ପ୍ରଭାବିତ ହୋଇଛି। 25,196 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 11,565 ଜଣଙ୍କୁ 37ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। 18ଟି ରିଲିଫ୍ ସେଣ୍ଟରରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ 7,596ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ 11,497 ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟାଜଳ ଯୋଗେ ଜଳମଗ୍ନ ହୋଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି। ଯାଜପୁରରେ ଯେଉଁ ଗୋଟେ ବଡ଼ ଧରଣର ବନ୍ୟା ଜଳ ବୈତରଣୀ ସିଷ୍ଟମରେ ପ୍ରବାହିତ ହେଉଛି, ପାଖ ପଦାର ଯେଉଁଟା 10ଟା ବେଳେ ସବୁଠୁ ଅଧିକା ଥିଲା 30.45 ମିଟର, ସେଇ ଆକାରରେ ସେଇ ପାଣିଟା ବର୍ତ୍ତମାନ ଅପ୍ ଟୁ 2ଟା ରୁ 4ଟା ଭିତରେ ପ୍ରବାହିତ ହେବ। ବର୍ତ୍ତମାନ ଯାଏ କୌଣସି ଜାଗାରେ ବ୍ରିଜ୍ ହେଇନି, କିନ୍ତୁ ପ୍ରାୟ ଜାଗାରେ ନଦୀର ଜଳ ଧାରଣର କ୍ଷମତା କମ୍ ଥିବା ଯୋଗୁଁ ବହୁତ ଜାଗାରେ ପ୍ରାୟ ଓଭରଟପ୍ କରୁଛି। ବହୁତ ବଡ଼ ଧରଣର ବନ୍ୟା ଜଳ ଆସିଛି, ସେଇଗୁଟାକ ଆମ ଚିନ୍ତାର କାରଣ। ଯଦି ଠିକ୍ଠାକ୍ ରହେ ଆମେ ତାକୁ 4ଟା 5ଟା ଯଦି କିଛି ନ ହୁଏ ଆମେ ଆଶା କରୁଛୁ ତାକୁ କଣ୍ଟେନ୍ କରି। 4ଟି ପଞ୍ଚାୟତ ଆମର ଆଫେକ୍ଟେଡ୍ ହେଇଛି। ମେନଲି ଦଶରଥପୁର ହେଇଛି, ପାର୍ଟ ଅଫ୍ ଯାଜପୁର ହେଇଛି। ବିଞ୍ଜାରପୁର ବି ଅନ୍ୟ ପ୍ରକାର ଲୋକଙ୍କୁ ବେଶୀ ଏତେ ଧରଣର ଇଭାକୁଏସନ୍ ନ ହୋଇଥିଲେ ବହୁତ ଧରଣର ତାଙ୍କର ଚାଷ ଜମି ଆଫେକ୍ଟେଡ୍ ହେଇଛି। ୱାଟର ଲଗିଂ ସେଠି ହେଇପାରିବ। ଆଉ କୋରେଇ ବି ଗୁଡ଼ାଏ ଆଫେକ୍ଟେଡ୍ ହେଇଛି। ତ ସେଇ ଆକାରରେ ଆମେ ତାକୁ ଯୋଉଠି ଇଭାକୁଏସନ୍ କରୁଛୁ, ପ୍ରାୟ 20ଟା ଜାଗାରେ କୁକ୍ ମିଟ୍ ଦେଇକିରି ରନ୍ଧା ଖାଦ୍ୟ ଦେଇକି ଲୋକଙ୍କୁ ଇଭାକୁଏସନ୍ କରୁଥିବା ଲୋକମାନଙ୍କୁ ଦେଉଛୁ। ସେଠି ଟେଷ୍ଟିଂ ମେଡିକାଲ କିଟ୍ ବି ରଖିଛୁ। ପାଣି ପିଇବା ପାଣିର ବ୍ୟବସ୍ଥା କରୁଛୁ। ଲୋକ ଇଭାକୁଏସନ୍ ଯେଉଁମାନେ ହେଇଛନ୍ତି ଆଜି ବି ଲଞ୍ଚ କରିବା ତାଙ୍କର ଯଦି ମଧ୍ୟାହ୍ନ ଭୋଜନ ସହିତ ଆମେ ରାତିର ଖାଦ୍ୟ ମଧ୍ୟ ତାଙ୍କୁ କହିବୁ। ଯେପର୍ଯ୍ୟନ୍ତ ପାଣି ନ କମିଥିବ କାହାକୁ ଆମକୁ ଯିବାକୁ ଆମେ ମନା କରୁଛୁ। ମୋତେ ଲାଗୁଛି ଏଇ ପାଣିର ଜଳସ୍ତର ଯେତେବେଳେ ଉଚ୍ଚ ଆକାରରେ ବହୁତ ଅଧିକା ଯାଉଛି, ଆମେ ସେଥିପାଇଁ ଆମର ଚିନ୍ତାର କାରଣ ସେଇଟା ପାର ହେଲା ପରେ ଆମେ ଟିକେ ଆଶା କରିବା କି ଜଳସ୍ତର କମିବା ଆରମ୍ଭ ହେଲେ ଆମେ ଆଉ ଟିକେ ବେଟର ଟିକେ ତାକୁ କଣ୍ଟେନ୍ କରିପାରିବୁ। ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାଇଁ ଭାରତ ଜିଲ୍ଲା ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଯୁବ ଅଧିକାରୀ କୁମାର ଗୌରବ ମାଇଁ ଭାରତ ପରିକଳ୍ପନାର ଲକ୍ଷ୍ୟ, ଦୃଷ୍ଟିକୋଣ ଏବଂ ଜିଲ୍ଲା ପରାମର୍ଶଦାତା କମିଟିର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବ୍ୟାପକ ଉପସ୍ଥାପନା କରିଥିଲେ। ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଏବଂ କିଶୋର କିଶୋରୀମାନଙ୍କର ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଗତ 22 ତାରିଖରେ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।